ଧ୍ୟାନ ଓ ପ୍ରାର୍ଥନା ଫେବୃଆରୀ 23, 1914। ହେ ଭଗବାନ, କୃପା କର ଆମ୍ଭେମାନେ ଯେପରି ତୋର ଦିବ୍ୟ ବିଧାନ ସମ୍ପର୍କରେ କ୍ରମେ ଅଧିକତର ସଚେତ ହୋଇଉଠୁ, ଅର୍ଥାତ୍ ପ୍ରତ୍ୟେକ ବସ୍ତୁ ମଧ୍ୟରେ ତାର ଅଭିବ୍ୟକ୍ତିକୁ ସହଜତର କରିବା ପାଇଁ ସେହି ଦିବ୍ୟ ବିଧାନ ସଙ୍ଗେ ଆମେ ଯେପରି ଏକ ହୋଇଯାଉ। ଭଗବାନ, ମୋର ଇତସ୍ତତ ବିକ୍ଷିପ୍ତ ଚିନ୍ତାରାଶି ଯେପରି ମୋର ଶାସନାଧୀନ ହୁଅନ୍ତି। ମୁଁ ଯେପରି ଏକମାତ୍ର ତୋ ମଧ୍ୟରେ ବାସ କରି କେବଳ ତୋରି ମଧ୍ୟ ଦେଇ ଜୀବନକୁ ଯେପରି ଉପଲବ୍ଧି କରେ। ଜଡ଼ ହିଁ ସତ୍ୟ ଏ ଭ୍ରାନ୍ତି ଯେପରି ଦୂର ହୋଇଯାଉ ଏବଂ ତାହା ସ୍ଥାନରେ ଦେଖାଦେଉ ଏପରି ବୋଧ, ଯାହାକି ତୋର ଶାଶ୍ୱତ ସତ୍ୟ ସଙ୍ଗେ ଅଧିକତର ସାମଞ୍ଜସ୍ୟ ରକ୍ଷା କରିବ। ତୋ ଦିବ୍ୟ ପ୍ରେମ ମଧ୍ୟରେ ମୁଁ ଯେପରି ନିରନ୍ତର ବାସ କରେ, ଯେଉଁଥିରେ ସେହି ଦିବ୍ୟ ପ୍ରେମ ମୋ ମଧ୍ୟରେ ବାସ କରିବ ଏବଂ ମୋତେ ହିଁ ଧରି ରହିବ। କୃପା କର ମୁଁ ଯେପରି ତୋର ଯଥାର୍ଥ ଉପଯୋଗୀ ଦିବ୍ୟ ଦୃଷ୍ଟି ସମ୍ପନ୍ନ ଏକ ସହକର୍ମୀ ହୋଇ ଉଠେ। ମୋ ଭିତରେ ସବୁକିଛି ଯେପରି ତୋ ଆବିର୍ଭାବର ପୂର୍ଣ୍ଣତାରେ ସହାୟତା କରେ। ମୁଁ ଜାଣେ ମୋର କେତେ ତ୍ରୁଟି ଅଛି, କେତେ ବାଧାବିଘ୍ନ ରହିଛି। ଯେଉଁଠି ମୁଁ ଅଜ୍ଞ ତାହା ଅନୁଭବ କରେ, କିନ୍ତୁ ତୋ ଉପରେ ମୁଁ ସମ୍ପୂର୍ଣ୍ଣ ଆସ୍ଥା ରଖିଛି। ତୋତେ ପ୍ରଣାମ କରୁଛି ନୀରବ ଭକ୍ତିର ସହ।